ମୁଁ ସୁଭଦ୍ରା ପଇସା ପାଇକି ଛୋଟିଆ ଦୋକାନଟେ କରିଛି, ସେଥିପାଇଁ ମୁଁ ବହୁତ ଖୁସି ଅଛି। ଆଶା କରିଥିଲି ବହୁତ ପଇସା ଦେଇଥିଲେ ବହୁତ ବଡ଼ ଦୋକାନଟେ କରିଥାନ୍ତି। ମୋଦି ସରକାର ମୋହନ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ତାଙ୍କୁ ଅନୁରୋଧ କରୁଛି ଦିନେ ମୋ ଦୋକାନରେ ପାଦ ପଡୁ, ଆସିକି ଖୁସି ହୁଅନ୍ତୁ। ଆସି ସାରିଛି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି। ଏହି ସୁଭଦ୍ରା ଯୋଜନା ମହିଳା ମାନଙ୍କୁ କରିଛି ସ୍ୱାବଲମ୍ବୀ। ସୁଭଦ୍ରା ଟଙ୍କାର ପଇସା ପାଇ ମହିଳା ମାନେ ନିଜେ କିଛି କିଛି ବ୍ୟବସାୟ କରିଛନ୍ତି। ଆମ ପାଖରେ ଯୋଉ ମହିଳା ଅଛନ୍ତି ଆପଣ ମାନେ ଦେଖିପାରୁଥିବେ କିଭଳି ଭାବରେ ସେ ତାଙ୍କ ଘରେ ଏକ ଛୋଟିଆ ବିଜନେସ ଷ୍ଟାର୍ଟ କରିଛନ୍ତି ସୁଭଦ୍ରା ଟଙ୍କାରେ। ଆସନ୍ତୁ ତାଙ୍କ ପ୍ରତିକ୍ରିୟା ନେବା ଏବଂ କିଭଳି କଣ ଏସବୁ ରହିଛି ସେ ସବୁ ବିଷୟରେ ଜାଣିବା। ଫାର୍ଷ୍ଟ ଅଫ ଅଲ୍ ଆପଣଙ୍କୁ ମ୍ୟାଡାମ ୱେଲକମ୍ କରୁଛି ନ୍ୟୁଜ 18 ଲୋକାଲ କୁ। କଣ କହିବେ ଏ ବିଜନେସ ଷ୍ଟାର୍ଟ କରିଛନ୍ତି, କେତେ ଖୁସି ଅଛନ୍ତି? ମୋ ନାଁ ଟିକି ଦଳାଇ। ମୁଁ ସୁଭଦ୍ରା ପଇସା ପାଇକି ଛୋଟିଆ ଦୋକାନଟେ କରିଛି, ସେଥିପାଇଁ ମୁଁ ବହୁତ ଖୁସି ଅଛି। ଆଶା କରିଥିଲି ବହୁତ ପଇସା ଦେଇଥିଲେ ବହୁତ ବଡ଼ ଦୋକାନଟେ କରିଥାନ୍ତି। ଛୋଟିଆ ଦୋକାନଟେ କରିଛି, ଅଳ୍ପ ପଇସାର ଛୋଟ ଦୋକାନ। ଆଗକୁ ବିଜନେସ କେମିତି କରିବେ ବୋଲି? ଆଗକୁ ବିଜନେସ ଯଦି କିଛି ବଡ଼ ଆଶାରେ ରଖିଛୁ, ପଇସା ବଡ଼ ବହୁତ କିଏ ଆସିବ, ତାହେଲେ ବହୁତ କିଏ ବଡ଼ ଆକାର ଦୋକାନଟେ କରିବୁ। ଆଉ ମତେ 5,000 ଟଙ୍କା ଦେଇଥିଲେ, ମୁଁ ସେଇଥିରେ କୁରକୁରି ଛୁଆଙ୍କ ଜିନିଷ ସବୁ କିଣିକି ରଖିଛି। ବଡ଼ ଆଶା ରଖିଥିଲୁ କିଛି ପଇସା ବହୁତ ଆକାର ହେଇଥିଲେ ଗୋଟେ ବଡ଼ ଆକାର ଦୋକାନ କରିଥାନ୍ତି। ଆଉ ଏତିକିରେ ଯେତିକି ହେଲା, ଆଉ ଚୁଡ଼ି ଫୁଡ଼ି ରଖିଛି, ଟିକିଲି, ସର୍ପ, ସାବୁନ, ଆଉ ବିସ୍କୁଟ, ଚେନାଚୁରୁ, କୁରକୁରି ଏଇ ସବୁ ଜିନିଷ ରଖିକି ହାଉଲେ ହାଉଲେ ବଢଉଛି। ଆଗକୁ ଆଶା କରୁଛି ଆମକୁ ଯଦି ବହୁତ ଆକାର ପଇସା ଦେବେ, ଆମେ ଆଉ ଦୋକାନ ଆଉ ଟିକେ ବଡ଼ କରିକି କରିବୁ। ମୋ ନାଁ କନକଲତା ମହଲା। ମୁଁ ସୁଭଦ୍ରା 5,000 ଟଙ୍କା ପାଇକି ମୁଁ ଆଣିକି ଅଣ୍ଡା ବ୍ୟବସାୟ କରୁଛି। ଅଣ୍ଡା ଚପ, ପାମ୍ପଡ଼ ଆଉ ନଳି ଫଳି ଏମିତି ବିକୁଛି। ମୋ ପରିବାର ଖୁସିରେ ଚଳୁଛନ୍ତି। ସେହେତୁ ମୁଁ ମୋଦି ସରକାର ମୋହନ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ତାଙ୍କୁ ଅନୁରୋଧ କରୁଛି ଦିନେ ମୋ ଦୋକାନରେ ପାଦ ପଡୁ, ଆସିକି ଖୁସି ହୁଅନ୍ତୁ। କଣ କହିବ ଅଲଗା ମହିଳା ମାନଙ୍କୁ? ଏମିତି କି ସବୁ ମହିଳା ମାନେ ଏମିତି ନିଜ ଗୋଡରେ ନିଜେ ଠିଆ ହୋଇପାରନ୍ତୁ। ତାଙ୍କ ପରିବାରକୁ ସିଏ ବି ଚେଷ୍ଟା କରନ୍ତୁ, ସେ କେମିତି ଉଦ୍ଧାର କରିବେ। କେତେ ଖୁସି ଅଛନ୍ତି? ଆମେ ବହୁତ ଖୁସି ଅଛୁ। ମୋହନ ମାଝୀ ଆପଣଙ୍କୁ ନୂଆ ସରକାର ଆପଣଙ୍କୁ ଏଇ ଯୋଉ ଯୋଜନା କରିଛନ୍ତି, କଣ କହିବେ ତାଙ୍କୁ? ବହୁତ ବହୁତ ଧନ୍ୟବାଦ ମୋହନ ମାଝୀଙ୍କୁ, ବହୁତ ବହୁତ ଧନ୍ୟବାଦ। ଆମେ ତାଙ୍କ ପାଇଁ ଉପକୃତ ହେଇପାରୁଛୁ। ଗରିବ ଲୋକ ପାଇଁ, ସବୁ ସ୍ତ୍ରୀ ଲୋକ ପାଇଁ ଏମିତି ହେଉ, ସମସ୍ତେ ନିଜ ଗୋଡରେ ନିଜେ ଠିଆ ହେଇପାରନ୍ତି। दर्शक बंधु आपण जो भाव में देखुले कि सुभद्रा योजनार टंका पाई महिला माने रोजगारक्षम हो पारिछंती एवं स्वामी को परिवार चलाइबारे साहाय्य मध्य करुछंती। वास्तव में यह एक स्वागत योग्य पदक्षेप। जाजपुर मनीषा राउत का रिपोर्ट, न्यूज 18 लोकल।